नमस्कार प्रिय सज्जन मंडली आपण मानू आमर यही पवित्र भागवत कथार हार्दिक स्वागत। आज आम यही वीडियो माध्यम जानिबा एक एपरी दिव्य अध्याय जहाँ मनीष को निज जीवन प्रकृत सत्य सह परिचित कराए। केबे आपण भाविचंती कि यही शरीर किए, आत्मा किए, प्रकृति कौन आउ परमात्मा सह आमर संपर्क कौन, यही समस्त गभीर प्रश्नर दिव्य उत्तर देवाई आज भगवान कपिलदेव माता देवहूति को प्रकाश करुछंती एक अमूल्य आध्यात्मिक ज्ञान जहाँ केवल सही समय पर नुहे आजिर जुगर प्रत्येक मनीष समान भाव में प्रासंगिक। ये अध्याय आमको बुझाए जे अज्ञानर बंधन मुक्ति पाई भगवान को चरण में किपरि शांति भक्ति और परमानंद लाभ करा जाई पारे। तेबे आसंतु भक्ति भावर सहित श्रवण करिबा यही पवित्र भागवत कथा। मन को एकाग्र करंतु, हृदय श्रीहरि को स्मरण करंतु एवं यही दिव्य ज्ञानर अमृत धारा निजक समर्पण करंतु। जय श्री कृष्ण। ओम नमः भगवते वासुदेवाय। श्रीमद्भागवत महापुराण तृतीय स्कंध षड्विंशाध्याय। सांख्य मतरे सर्वतत्व जे रूपे होइले निजात तांक जे अवलक्षण छविसे होइछि बखाण। विष्णु कहन्ति तो समने मनु तो नया सन्निधाने। श्री भगवान वाच एवि तु तत्व ज्ञान शुण जेणे जीवर परित्राण। जे भावे संसार तुटे सुदृढ़ हृद गंठी फिटे। तत्व तपन तमनासे निर्मल ज्ञान ही प्रकाशे। एणु ए तत्व ज्ञान कहे शुण जननी मन देई। जेमंत तत्व ज्ञान जानी जे भावे लोभी चक्र पाणी। जे आत्मा अनादि पुरुष प्रकृति परे जार बास। स्वभावे निर्गुण अटई ज्योति स्वरूपे प्रकाशये। व्यापीछि विश्व संसारे प्राणी बाह्य अभ्यंतरे। ए रूपे प्रकृति पुरुष सूक्ष्म स्वरूप रे प्रकाश। से विष्णु सृष्टि इच्छा करे आदि प्रकृति रूप धरी। त्रिगुण जात से करई रज सात्विक तम देहि। रज सर्जई पाले सत्य तम स्वरूपे हरे नित्य। ए रूपे लीला से करई दैवी माया गुणमयी। जीवर नाना रूप करे चित्र विचित्र ए संसारे। प्रजा सर्जई नाना कल्पे स्थावर जंगमादि रूपे। अज्ञाने आवृतता देहि साक्षी स्वरूपे से देखोई। ए रूपे पूर्वरूभियाण प्रकृति करई निर्माण। कर्म रे गतागत होई उच्च नीच कुसे नियोई। प्रवृत्ति मार्गे करी कर्म प्राणी लभन्ति पथ श्रम। निवृत्ति मार्गे मोक्ष होई एबेनी मार्ग सेवियाई। साक्षी स्वरूपे देव देहि देखई हृदय पद्मे रही। कार्य कारणे कर्ता होई प्रकृति जेते गर्जई। सुकृत दुष्कृत आदि जेते जीव भुंजई ताहा नित्य।
ଏମନ୍ତ ଶୁଣି ଦେବହୂତି ସଂଶୟେ ପୁଣି ପଚାରନ୍ତି। ଦେବହୂତି ଉବାଚ କହ ହେ ପୁରୁଷ ଉତ୍ତମ କି ରୂପେ ବିଶ୍ୱସ୍ଥୂଳ ସୂକ୍ଷ୍ମ କି ରୂପେ ପ୍ରକୃତି ପୁରୁଷ ଜଗତେ ହୋଇଛି ପ୍ରକାଶ। ଏମନ୍ତ ଶୁଣି ଭଗବାନ କହନ୍ତି ଅମୃତ ବଚନ। ଶ୍ରୀ ଭଗବାନ ଉବାଚ ଯେତେ ତ୍ରିଗୁଣ ବନ୍ଧନେ ସତ ସତ ଯେ ମାନେ ଆତ୍ମା ଯେ ଜ୍ୟୋତି ରୂପେ ଥାଏ ଅବ୍ୟକ୍ତ ରୂପେ ପ୍ରକାଶଇ ପ୍ରଧାନ ରୂପରେ ପ୍ରକୃତି ସମସ୍ତ କର୍ମେ ଅଧିପତି ସମସ୍ତ ରୂପ ଶିବ ହୋଇ ମହତ ଆଦି ଯେତେ ଦେହି ଶୁଣ ଜନନୀ ଏକ ଚିତେ ଚତୁର୍ବିଂଶତି ତତ୍ତ୍ୱ ଯେତେ ପଞ୍ଚ ପଞ୍ଚ ଯେ ଚତୁର୍ଦଶ ପ୍ରତ୍ୟେକେ କହିବା ପ୍ରକାଶ ପୃଥିବୀ ଆପ ତେଜ ବାତ ଆକାଶ ଆଦି ପଞ୍ଚଭୂତ ଗନ୍ଧ ରୂପ ଯେ ରସ ଶବ୍ଦ ସ୍ପର୍ଶାଦି ତନ ମାତ୍ର ଭେଦ ଜିହ୍ୱା ନାସିକା ଚକ୍ଷୁ କର୍ଣ୍ଣ ଚର୍ମ ପାଣି ପାଦ ବଚନ ଭୂଷଣ ପାୟୁ ଏ ଦଶମ ଇନ୍ଦ୍ରିୟ ବୋଲି ଏହା ନାମ ମନ ବୁଦ୍ଧି ଯେ ଅହଂ ଚିତ ଚତୁର୍ବିଂଶତି ଏହୁ ତତ୍ତ୍ୱ ପଞ୍ଚବିଂଶତି କାଳ କହି ଏ ରୂପେ ସଂଖ୍ୟା କ୍ରମ ହୋଇ ପ୍ରକୃତି ଏତେ ରୂପ ହୋଇ କାର୍ଯ୍ୟ କାରଣେ ପ୍ରବର୍ତ୍ତଇ କାଳ ସ୍ୱରୂପରେ ପୁରୁଷ ଏ ସକଳ କରାଇ ପ୍ରକାଶ ଏ ଦେହି ମୁଗ୍ଧ ଅହଙ୍କାରେ ସେ କାଳେ ଡରେ ନିରନ୍ତରେ ଏ ଦେହେ କର୍ତ୍ତା ସେ ହୋଇ ସମସ୍ତ ଭୋଗ ସେ କରଇ ପ୍ରକୃତି ଯାର ଚେଷ୍ଟା ବଳେ ସର୍ଜିନ ସଇ ଭୂମି ତଳେ କାଳ ସ୍ୱରୂପୀ ଭଗବାନ ଆତ୍ମମାୟାରେ କରେ ଲୀନ ଏ ପଞ୍ଚବିଂଶ ରୂପ ହୋଇ ଅପରେ ଶୁଣ ମନ ଦେଇ ପୁଣି ସେ ପରମ ପୁରୁଷ ପ୍ରକୃତି ମଧ୍ୟ ତା ପ୍ରକାଶ ସେ ସର୍ବଭୂତେ ପରିପୂର୍ଣ୍ଣ ଜଳରେ ଚନ୍ଦ୍ରମା ଯେ ସନ ପ୍ରକୃତି ତାର ତହୁଁ ଜାତ ତା ତହୁଁ ହୁଏ ମହତତ୍ତ୍ୱ ହିରଣ୍ୟମୟ ତାର ଦେହି ବ୍ରହ୍ମାଣ୍ଡ ମଧ୍ୟ ବିରାଜଇ ଏ ବିଶ୍ୱ ଆତ୍ମା ଯେ ଅଟଇ ସୂକ୍ଷ୍ମ ସ୍ୱରୂପେ ଅଛି ରହି ଆତ୍ମାରେ ପ୍ରକାଶ ସେ ହୋଇ ଏ ଘୋର ତିମିର ନାଶଇ ଯେ ସ୍ଥାନେ ରାଗ ଦେଶ ନାହିଁ ପର ଅପର ନ ଜାଣଇ ସତ୍ୱଗୁଣରେ ପ୍ରକାଶଇ ନିର୍ମଳ ଜ୍ୟୋତିର୍ମୟ ଦେହି ସେ ବିଷ୍ଣୁ ଭକ୍ତି ଲାଭ ସ୍ଥାନ ବାସୁଦେବଟି ଯାର ନାମ ଆଧ୍ୟାତ୍ମ ରୂପୀ ସେ ଚୈତନ୍ୟ ମହତ ବୋଲି ତାର ନାମ ପର ଉପରେ ବ୍ୟାପିଛଇ ବିକାର ଭାବ ଯାର ନାହିଁ ସ୍ୱଚ୍ଛ ସୁଶାନ୍ତ ଭାବ ବହି ଅମୃତମୟ ତାର ଦେହି ମହତ ତହୁଁ ଜାତ ହୋଇ ଯେ କ୍ରିୟା ଶକ୍ତି ରୂପ ବହି ସେ ଅହଙ୍କାର ରୂପ ତିନି ଜନ୍ମଇ ଶୁଣ ଗୋ ଜନନୀ ସାତ୍ୱିକ ରାଜସ ତାମସ ଏ ତିନି ହୁଅନ୍ତି ପ୍ରକାଶ ମନ ଇନ୍ଦ୍ରିୟ ପଞ୍ଚଭୂତ ଏ ତିନି ଗୁଣେ ହନ୍ତି ଜାତ ସହସ୍ର ଶିର ବାହୁ ହୋଇ ଶଙ୍କର ଶଣୟାକୁ କହି ଅନନ୍ତ ବୋଲି ଯାର କାୟ ଭୂତ ଇନ୍ଦ୍ରିୟ ମନୋମୟ କର୍ତ୍ତା ସ୍ୱରୂପେ ଦେବଜାତ କାରଣେ ଇନ୍ଦ୍ରିୟ ସମ୍ଭୂତ
କାର୍ଯ୍ୟ ସ୍ୱରୂପେ ଭୂତ ଦେହି ତ୍ରିଗୁଣେ ପ୍ରାଣୀ ମୋହ ହୋଇ ସାତ୍ତ୍ୱିକ ଅଂଶୁ ମନ ଜାତ ସଂକଳ୍ପ ବିକଳ୍ପରେ ସ୍ଥିତ କୃଷିକ ମାନଙ୍କ ଈଶ୍ୱର ଶ୍ୟାମ ସୁନ୍ଦର କଳେବର ତା ଭକ୍ତି ସାଧି ଯୋଗୀ ସିଦ୍ଧ ଯାହାର ନାମ ନିରୁଦ୍ଧ ରଜୋଗୁଣରୁ ବୁଦ୍ଧି ଜାତ ଦ୍ରବ୍ୟ ବିଜ୍ଞାନ ଇନ୍ଦ୍ରିୟଯୁକ୍ତ ସଂଶୟ ବିପର୍ଯ୍ୟାସ ବେନି ନିଶ୍ଚୟ ସ୍ମୃତି ନିଦ୍ରାତିନି ଏ ପାଞ୍ଚ ବୁଦ୍ଧିର ଲକ୍ଷଣ ଏବେ ତୁ ଜନନୀ ଗୋ ଶୁଣ ରାଜସ ଅହଙ୍କାର ପୁଣ ଜାତ ହୁଅନ୍ତି ଇନ୍ଦ୍ରିଗଣ କ୍ରିୟା ଜ୍ଞାନରେ ଇନ୍ଦ୍ରିଗଣ ଯେ ଯାହା ମାର୍ଗେ ପ୍ରବର୍ତ୍ତନ ସେ ପ୍ରାଣ କ୍ରିୟା ଶକ୍ତି ବଳେ ଭୋଗ ଭୁଞ୍ଜଇ କୁତୁହଳେ ବୁଦ୍ଧି ବିଜ୍ଞାନ ଶକ୍ତି ବଳେ ଧାରଣା କରେ ସୁନିଶ୍ଚଳେ ତାମସ ଗୁଣେ ପଞ୍ଚମାତ୍ର ବିଷ୍ଣୁର ଅଂଶେ ସେ ସମ୍ଭୂତ ଆକାଶ ଗୁଣ ଶ୍ରୋତ୍ର ହୋଇ ଶବଦ ସଂଗ୍ରହ କରଇ ଶବଦ ତନ୍ମାତ୍ର ଗଗନ ଅର୍ଥ ଆଶ୍ରୟ ଯେବା ସ୍ଥାନ ଆତ୍ମାଲିଙ୍ଗକୁ ପ୍ରକାଶ ସ୍ୱଭାବେ ଅଦୃଶ୍ୟ ଅଟଇ ପ୍ରାଣୀଙ୍କ ବାହ୍ୟ ଆଭ୍ୟନ୍ତର ପ୍ରାଣ ଇନ୍ଦ୍ରିୟ ଯେ ମନର ଆଶ୍ରୟ ହୋଇ ନ ଦିଶଇ ଆକାଶ ଗୁଣ ଏହୁ ହୋଇ ଆକାଶ ତହୁଁ ସ୍ପର୍ଶ ମାତ୍ର କାଳର ଗତି ବଳେ ଜାତ ସ୍ପର୍ଶ ମାତ୍ରାରୁ ବାୟୁ ହୋଇ ଚର୍ମତା ସଂଗ୍ରହ କରଇ ମୃଦୁ କଠିନ ତୋକ ହୋଇ ଶୀତ ତପତି ସେ ଜାଣଇ ବୃକ୍ଷ ଶାଖାଦି ତୃଣମାନ ବାୟୁର ବଳେ ସେ ଚଳନ ଇନ୍ଦ୍ରିୟ ସ୍ପର୍ଶ ଶବ୍ଦ ଗନ୍ଧ ପ୍ରାଣୀଙ୍କି କରାଏ ଯେ ବୋଧ ସକଳ ଇନ୍ଦ୍ରୀ ମାନଙ୍କର ଆତ୍ମା ସ୍ୱରୂପେ ତା ବିହାର ପବନ ଦୈବ ପ୍ରେରିତ ରୂପତନ ମାତ୍ର ସମ୍ଭୂତ ତହୁଁ ହୋଇଲା ତେଜ ଜାତ ସେ ତେଜୁ ଚକ୍ଷୁ ଯେ ସମ୍ଭୂତ ଦ୍ରବ୍ୟ ଆକାର ଗୁଣ ଜ୍ଞାନ ରୂପର ବୃତ୍ତି ଲକ୍ଷଣ ପ୍ରକାଶ ପାଚନ ଶୋଷଣ କ୍ଷୋଧା ତୃଷାର ଉତ୍ପନ୍ନ ଭୋଜନ ପାନ ପରିପାକ ଆବର ଶୀତ ନିବାରକ ତେଜର ବୃତ୍ତି ଅଟେ ଏତେ ଶୁଣ ଜନନୀ ଶୁଦ୍ଧ ଚିତେ ତେଜ ବିକାରେ ରସ ଜାତ ରସରୁ ଜଳ ଯେ ସମ୍ଭୂତ ତହୁଁ ରସନା ଇନ୍ଦ୍ରୀ ହୋଇ ଯେ ସର୍ବ ସ୍ୱାଦକୁ ଘେନଇ କଟୁ କଷାୟ ଯେ ଆମ୍ବିଳ ତିକ୍ତ ଲବଣ ଯେ ମଧୁର ଏ ରୂପେ ଭେଦ ଭାବ ବହି একই রস নানা ঠাই তিনটায় মাটি পিণ্ডুলায় জীবন রকে তৃপ্তি দিয়ে তাপনি বারে মৃত্যু করে বহন্তে পুণ পুণ ভরে জলর সাধারণ গুণ এবে কহিবা মাতা শুণ রস বিকারু গন্ধ জাত পৃথিবী গন্ধরু সম্ভূত গন্ধ গ্রহণে ইন্দ্রি ঘ্রাণ তহু হইলা উৎপন্ন দুর্গন্ধ মিশ্র গন্ধ হই সৌরভ শান্ত উগ্র যেহি একই গন্ধ ভেদ ভাব দ্রব্য সংযোগে তা সম্ভব ব্রহ্ম প্রতিমা নিরূপণ সর্ব আধারে সর্বস্থান সকল ভূত ভেদ করে ভূমি লক্ষণ এ ব্যবহারে আকাশ গুণ যে বিশেষে শব্দ রূপে সে প্রকাশে সে যার বিষয় অটই তাহাকু কর্ণ ইন্দ্রি কহি
ପବନ ଗୁଣ ଯେ ବିଶେଷ ସ୍ପରଶ ରୂପେ ସେ ପ୍ରକାଶ। ସେ ଯାର ବିଷୟ ଅଟଇ ତାହାକୁ ଚର୍ମ ଇନ୍ଦ୍ରି କହି। ତେଜର ଗୁଣ ରୂପ ହୋଇ ଚକ୍ଷୁର ବିଷୟଟି ସେଇ। ଜଳର ଗୁଣ ରସ ହୋଇ ସେ ପୁଣି ଜିହ୍ୱାରେ ବସଇ। ପୃଥିବୀ ଗୁଣ ଗନ୍ଧ ଜାଣ ତାହାର ଇନ୍ଦ୍ରି କଟେ ଘ୍ରାଣ। ଏ ଭୂତ ଗଣ ପରେ ପରେ ପୂର୍ବର ଗୁଣମାନ ଧରେ। ଏଣୁ ଭୂମିରେ ଶବ୍ଦ ସ୍ପର୍ଶ ରୂପର ସଗନ୍ଧ ପ୍ରକାଶ। ଏ ମାର୍ଗେ ପ୍ରାଣୀଏ ଭ୍ରମନ୍ତି ଦଣ୍ଡେ ସ୍ଥିର ସେ ନୁହନ୍ତି। ଆଦି କାରଣ ଲକ୍ଷଣ ଏବେ କହିବା ମାତା ଶୁଣ। ଯେ କାଳେ ପ୍ରଳୟ ହୋଇ ଏ ସର୍ବରୂପ ଭଙ୍ଗ ଯାଇ। ଯାଠାରୁ ହୋଇ ଉତ୍ପନ୍ନ ତାଠାରେ ହୋଇ ସେ ଲୀନ। ସେ କାଳେ ପ୍ରଭୁ ଭଗବାନ ଯୋଗ ନିଦ୍ରାରେ ଅବଧାନ। ପୁଣି ଏ ସୃଷ୍ଟି ଆଦି କାଳେ ସ୍ୱଭାବ କାଳ କର୍ମ ବଳେ। ସକଳ ଉତ୍ପତ୍ତି ହୁଅନ୍ତେ ଈଶ୍ୱର ତହି ପ୍ରବେଶନ୍ତେ। ଅନ୍ୟନେ ଏକ ତ ହୁଅନ୍ତି ତକ୍ଷଣେ ରୂପକୁ ଲଭନ୍ତି। ଜଳେ ହିରଣ୍ୟ କୋଶ ପ୍ରାୟେ ପଡ଼ି ଭାସନ୍ତି ମହାକାଏ। କେତେ କାଳେ ତହୁଁ ଜାତ ସହସ୍ର ଶିର ସେ ଅନନ୍ତ। ଜଳେ ଶୟନ ସେ ଆନନ୍ଦେ ବ୍ରହ୍ମା ଜନ୍ମିଲେ ନାଭି ପଦ୍ମେ। ସୃଷ୍ଟିର ଅଧିପତି ସେହି ବିଷ୍ଣୁର ଆଦି ରୂପ ଯେହି। ଯେ ଅଂଶୁ ତାର ଯେବଜାତ ବିରାଟ ରୂପ ଶୁଣ ମାତ। ବଚନୁ ଅଗ୍ନି ଜାତ ହୋଇ ନାସାରୁ ପ୍ରାଣ ଉପୁଜଇ। ଘ୍ରାଣରୁ ବାୟୁ ଉତ୍ପନ୍ନ ଚକ୍ଷୁରୁ ଜନ୍ମିଲା ତପନ। କର୍ଣ୍ଣରୁ ଦିଗମାନ ହୋଇ ଇନ୍ଦ୍ରାଦି ଦୋଷ ଦେବେ ଯହିଁ। ଚର୍ମ ଉପରେ ଲୋମ ମାନ ଔଷଧି ଗଣ ତାକୁ ଜାଣ। ତାରେ ତ ଆପ ଯେ ଅଟଇ ଗୁହ୍ୟତା ମୃତ୍ୟୁ ଲୋକ କହି। ଭୁଜେ ତାହାର ଇନ୍ଦ୍ର ବସେ ତା ସର୍ବଗତି ଋଷିକେଶେ। ନାଭି ଆଶ୍ରିତ ଶିରାକୂଳ ଏ ସର୍ବ ନଦୀଙ୍କର ମୂଳ। ଉଦରେ ସମୁଦ୍ର ଅଛଇ କ୍ଷୁଧା ପିପାସା ଅଗ୍ନି ବହି। ମନ ହୃଦରୁ ଜାତ ହୋଇ ବିଷୟ ଭେଦ ସେ କରଇ। ମନର ପରେ ବୁଦ୍ଧି ଜାତ ସେ ବୁଦ୍ଧି ମହତୁ ସମ୍ଭୂତ। ଏତେ ପ୍ରକାରେ ଜାତ ହୋଇ ବିରାଟ ତେବେ ନ ଉଠଇ। ଏ ଚତୁର୍ଦ୍ଦଶ ଲୋକ ସ୍ଥିତି ବିରାଟ ଅଙ୍ଗରେ ରହନ୍ତି। ଯେ ସ୍ଥାନୁ ଯେବା ଜାତ ହୋଇ ସେ ଅଙ୍ଗେ ସେ ବିଶ୍ରାମଇ। କ୍ଷେତ୍ରଜ୍ଞ ରୂପେ ଆତ୍ମା ଥାଇ ଯେବେ ସେ ଶରୀରେ ପଶଇ। ତେବେ ସେ ଚେତନାକୁ ପାଇ ବିରାଟ ଜଳରୁ ଉଠଇ। କାର୍ଯ୍ୟକାରଣେ ଇନ୍ଦ୍ରିଗଣ ଆତ୍ମାକୁ କରାନ୍ତି ଭ୍ରମଣ। ଏଭାବେ ଜାଣି ମୋର ପାଦେ ଯେବା ଭଜଇ ଅପ୍ରମାଦେ। ଏ ଭବ ଜଳୁ ସେ ତରଇ ଏ ମାୟା ତାକୁ ନ ଲାଗଇ। ତୃତୀୟ ସ୍କନ୍ଧେ ଭାଗବତ
অমৃত রসময় গীত সুজন জনে এণে রস কহিলা জগন্নাথ দাস। ইতি শ্রীমদ্ভাগবতে মহাপুরাণে परमहंस्यां संहितायां तृतीयस्कन्धे कपिलेये तत्त्वसमन्वये षड्विंशोऽध्यायः। ॐ नमो भगवते वासुदेवाय। हरि ओं तत्सत्।